ଥରେ ଭଗବାନ ଶିବ ମାତା ପାର୍ବତୀ ଆକାଶ ମାର୍ଗରେ ଯାଉଥିଲେ। ଏହି ସମୟରେ ପାର୍ବତୀ ପୃଥିବୀ ଆଡ଼କୁ ଦୃଷ୍ଟି ନିକ୍ଷେପ କରିଥିଲେ। ତାଙ୍କର ନଜର ପୃଥିବୀ ଉପରେ ଗୋଟିଏ ଛୋଟ ପରିବାର ଉପରେ ପଡ଼ିଥିଲା। ପରିବାରର ଯିଏ ମୁଖ୍ୟ ସଦସ୍ୟ ବାପା କୁଷ୍ଠ ରୋଗରେ ପୀଡ଼ିତ ହୋଇଥିଲେ। ଆଉ ମାଙ୍କର ଅଧା ଚେହେରା ପୋଡ଼ି ଯାଇଥିଲା। ଆଉ ତାଙ୍କର ଗୋଟିଏ ମାତ୍ର ପୁଅ ଯିଏକି ଛୋଟା ହୋଇଥିଲା। ପରିବାରର ଏଭଳି ଅବସ୍ଥା ଦେଖି ମାତା ପାର୍ବତୀଙ୍କର ମନରେ ଦୟା ଭାବ ଆସିଥିଲା। ସେ ଭଗବାନ ଶିବଙ୍କୁ ବିନୟ ହୋଇ କହିଥିଲେ, ହେ ପ୍ରଭୁ, ଆପଣ ତ ସର୍ବଶକ୍ତିମାନ ସର୍ବନିୟନ୍ତା ଭଗବାନ, ଏହି ପୀଡ଼ିତ ପରିବାର ଉପରେ କଲ୍ୟାଣ କାହିଁକି କରୁନାହାନ୍ତି? ଭଗବାନ ଶିବ ମୁରୁକି ହସି କହିଥିଲେ, ହେ ଦେବୀ, ଆପଣ ଯେମିତି କହିବେ ମୁଁ ଏମାନଙ୍କୁ ସେଇଭଳି ବରଦାନ ପ୍ରାପ୍ତ କରିବି। ମାତା ପାର୍ବତୀଙ୍କର କହିବା ଅନୁସାରେ ଭଗବାନ ଶିବ ସେମାନଙ୍କୁ ଗୋଟିଏ ଗୋଟିଏ ବର ଦେବା ପାଇଁ ରାଜି ହୋଇଥିଲେ। ହେଲେ ଭଗବାନ ଶିବଙ୍କର ବରଦାନ ସେମାନଙ୍କ କ'ଣ ପ୍ରାପ୍ତ ହୋଇଥିଲା? ଦେଖନ୍ତୁ ଆମର ଦ୍ୱିତୀୟ ଭାଗକୁ।